ଆଜି ଆପଣମାନେ କେଦାରଗୌରୀ ସିରିଏଲରେ ଦେଖିବାକୁ ପାଇବେ ଯେ ପିୟୁଷ ବିକୁ ଖୋଜି ଖୋଜି ଆସୁଥିବେ। ହେଲେ ସେ ବିକୁକୁ ନ ପାଇ ନିରାଶ ହୋଇ ମୁଣ୍ଡରେ ହାତ ଦେଇ ଛିଡ଼ା ହୋଇଥିବେ। ତାପରେ ସେଠାକୁ କେଦାର ଆସିବେ ଆଉ କହିବେ, ତୁ ଯାହାକୁ ଖୋଜୁଛୁ ସେ କେଉଁଠି ଅଛି ମୁଁ ଜାଣିଛି। ତାପରେ ପିୟୁଷ କହିବେ, ତୁମେ ସେ ବିକୁର ପିଛା କ'ଣ ପାଇଁ କରୁଛ କେଦାର ଭାଇ? ତାପରେ କେଦାର କହିବେ, କଥା ଯଦି ଏତେ ବାଟ ଆସିଲାଣି ତାହେଲେ ମୁଁ ତୋତେ ଗୋଟେ କଥା କହିଦେଉଛି ପିୟୁଷ, ହୁଏତ ସେଇଟା ଆମ ପାଇଁ ଆଶୀର୍ବାଦ ବୋଲି ପ୍ରମାଣିତ ହେବ, ନହେଲେ ଅଭିଶାପ ହେବ। ମୋର ମେମୋରି ଯାଇନି ପିୟୁଷ, ମୋର ସବୁକିଛି ମନେ ଅଛି। ଆଉ କେଦାର କଥା ଶୁଣି ପିୟୁଷ ପୁରା ଆଶ୍ଚର୍ଯ୍ୟ ହୋଇଯିବେ। ତ ଦର୍ଶକ ବନ୍ଧୁ, ଏବେ କ'ଣ କେଦାର ଆଉ ପିୟୁଷ ଦୁଇଜଣ ମିଶି ବିକ୍ରାନ୍ତ ଆଉ ମାଧବୀଙ୍କ ସବୁ କଳା କାରନାମାକୁ ପର୍ଦ୍ଦାଫାଶ କରିପାରିବେ କି ନାହିଁ? ଆପଣମାନେ କମେଣ୍ଟ କରି ଜଣାଇବେ।